2 ନମ୍ବର ପଏଣ୍ଟ ଦୀର୍ଘକାଳୀନ ସ୍ଥାୟୀ ଫଳାଫଳ ପ୍ରଦାନ କରେ। ଦେଇଛି ସବୁଜ ନିର୍ମାଣ ପ୍ରକଳ୍ପ ଗୁଡ଼ିକରେ ପଥର, ଧାତୁ ଏବଂ ଇଟା ପରି ସ୍ଥାୟୀ ସାମଗ୍ରୀ ବ୍ୟବହାର କରନ୍ତି। କାପରି ନା ପଥର, ଧାତୁ ଏବଂ ଇଟା ପରି ଏଇ ଦୀର୍ଘକାଳୀନ ଯୋଉ ସ୍ଥାୟୀ ଗୁଡ଼ିକ ସାମଗ୍ରୀ ବ୍ୟବହାର କରନ୍ତି। ଏହା ଗଠନ ଗୁଡ଼ିକର ସ୍ଥାୟିତ୍ୱ ବୃଦ୍ଧି କରେ। ଏହା କଣ କରିଥାଏ ନା ସେ ଯୋଉ ଗଠନ ହୋଇଥାଏ, ଦୀର୍ଘସ୍ଥାୟୀ ଗଠନ ହୋଇଥାଏ, ତାକୁ କଣ ସ୍ଥାୟିତ୍ୱ ବୃଦ୍ଧି କରିଥାଏ। ଓକେ, ସେ ଯୋଉ ବୃଦ୍ଧି କଣ କରିଥାଏ ନା ପଥର, ଧାତୁ ଏବଂ ଇଟା ପରି ଏସବୁ କଣ ବୃଦ୍ଧି କରିଥାଏ। ସ୍ଥାୟୀ ଭାବରେ ଅମଳ ହୋଇଥିବା କାଠ ଏବଂ ଜୈବ ଡିଗ୍ରେଡେବଲ ସାମଗ୍ରୀ ବ୍ୟବହାର କରିବା ଗଠନର କାର୍ବନ ହ୍ରାସ କରିବାରେ ସାହାଯ୍ୟ କରେ। ଯୋଉ କାଠ ଏବଂ ଜୈବ ଡିଗ୍ରେଡେବଲ ସାମଗ୍ରୀ ବ୍ୟବହାର କରିବାରେ କାର୍ବନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ତୁମର ନିର୍ମାଣ ଫଳାଫଳର ଗୁଣବତ୍ତା ଉନ୍ନତ କରିବାରେ, ଗ୍ରାହକଙ୍କ ସନ୍ତୁଷ୍ଟି ବୃଦ୍ଧି କରିବାରେ ଏବଂ ଶିଳ୍ପରେ ତୁମର ସ୍ଥିତିକୁ ଦୃଢ଼ କରିବାରେ ସାହାଯ୍ୟ କରିପାରେ। ତ ଏଇ ଯୋଉ ସବୁ ଅଛି କଣ ନିର୍ମାଣ ଫଳାଫଳରେ ସନ୍ତୁଷ୍ଟି ବୃଦ୍ଧି କରିବାରେ, ଶିଳ୍ପରେ ଦୃଢ଼ ସାହାଯ୍ୟ କରିବ ଏଇ ଯୋଉ ସ୍ଥାୟୀ ସବୁ ଅଛି। ଓକେ, ଯୋଉ ପଥର, ଧାତୁ, ଇଟା ପରି ଯୋଉ ସ୍ଥାୟୀ ଅଛି, ଏଗୁଡା ସବୁ କଣ ହୋଇପାରିବ ନା ଶିଳ୍ପରେ ସାହାଯ୍ୟ କରିବାରେ, ଗ୍ରାହକକୁ ସନ୍ତୁଷ୍ଟି ବୃଦ୍ଧି କରିବା, ଶିଳ୍ପ ସାହାଯ୍ୟ କରିପାରିବ। ନେକ୍ସଟ ପଏଣ୍ଟ, ପ୍ରତିଯୋଗୀ ମାନଙ୍କୁ ବାହାର କରିବା। କଣ ଦେଇଛି, ସବୁଜ ବିଲ୍ଡିଂର ମୂଲ୍ୟ ବୃଦ୍ଧି, ଗ୍ରାହକଙ୍କ ଚାହିଦା ଏବଂ ପ୍ୟାରିସ୍ ଚୁକ୍ତିନାମାର ଲକ୍ଷ୍ୟ ପୂରଣ ପାଇଁ ଶିଳ୍ପ ପ୍ରୟାସ ସହିତ ଆପଣ ଏକ ନୂତନ ସବୁଜ ପରିବେଶ ନିର୍ମାଣର ଅଗ୍ରଭାଗରେ ରହିପାରିବେ। ସବୁଜ ଯୋଉ ବିଲ୍ଡିଂ ଅଛି ତାର ବୃଦ୍ଧି କରିବା, ଗ୍ରାହକଙ୍କର ଯୋଉ ଚାହିଦାକୁ ତାକୁ ପୂରଣ କରିବା, ତ ଏସବୁ କରିପାରିଲେ କଣ ଆପଣମାନେ ମାନେ ଉପରେ ରହିପାରିବେ, ମାନେ ଅଗ୍ରଭାଗରେ ରହିପାରିବେ। ଓକେ, ନେକ୍ସଟ ପଏଣ୍ଟ, ତାପରେ କଣ କହୁଛି, ସବୁଜ ନିର୍ମାଣ ପଦ୍ଧତି ବ୍ୟବହାର କରିବା ଦ୍ୱାରା ଇକୋ ଫ୍ରେଣ୍ଡଲି ବିଲ୍ଡିଂର ନିର୍ମାଣ ଏବଂ ଡିଜାଇନରେ ଦେଖାଯାଇଥିବା ନୂତନତ୍ୱ ମାଧ୍ୟମରେ ଆପଣଙ୍କୁ ଛିଡ଼ା ହେବାକୁ ସାହାଯ୍ୟ କରିପାରିବ। ଓକେ, ଯୋଉ ସବୁଜ ପଦ୍ଧତି ନିର୍ମାଣ କରିବା ଦ୍ୱାରା କଣ ହେଇଥିବା, ଇକୋ ଫ୍ରେଣ୍ଡଲି ବିଲ୍ଡିଂ ଡିଜାଇନ ଦ୍ୱାରା ଏସବୁ କଣ ଛିଡ଼ା ହେବାରେ ତମକୁ ସାହାଯ୍ୟ କରିବ। ସେ ଯୋଉ ଇକୋ ଫ୍ରେଣ୍ଡଲି ବିଲ୍ଡିଂ କଣ ନୂତନତ୍ୱ ମାଧ୍ୟମରେ ନୂଆ ଭାବରେ ଆପଣଙ୍କୁ ଛିଡ଼ା ହେବାରେ ସାହାଯ୍ୟ କରାଇପାରେ ବା କରିପାରେ। 4 ନମ୍ବର ପଏଣ୍ଟ, ତୁମର ପ୍ରୋଜେକ୍ଟ ଭବିଷ୍ୟତ ପ୍ରସ୍ତୁତି କରେ। କଣ ଦେଇଛି ନା ସଂରଚନା ନିର୍ମାଣ ପାଇଁ ସବୁଜ ନିର୍ମାଣ ପଦ୍ଧତି ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଭବିଷ୍ୟତ ବାସିନ୍ଦାଙ୍କ ଜୀବନକୁ ଏକାଧିକ ଉପାୟରେ ଉନ୍ନତି କରିବାରେ ସାହାଯ୍ୟ କରିଥାଏ। ଯୋଉ ପ୍ରୋଜେକ୍ଟଟି ଆପଣମାନେ ତିଆରି କରିଥାନ୍ତି, ସବୁଜ ପ୍ରଯୁକ୍ତି ବିଦ୍ୟା ସେସବୁ କଣ ଉନ୍ନତି କରିଥାଏ। ଯୋଉ ଭବିଷ୍ୟତରେ ଯୋଉ ବାସିନ୍ଦା ସବୁ ଥାଆନ୍ତି ତାଙ୍କ ଉପରେ ସବୁ ସେ ଯୋଉ ପ୍ରୋଜେକ୍ଟଟି ଆପଣମାନେ ତିଆରି କରିଥାନ୍ତି, ତାଙ୍କର ଯୋଉ ପ୍ରଯୁକ୍ତି ବିଦ୍ୟା ଥାଏ, ସେ ତାହାରି ଉପରେ ଭବିଷ୍ୟତ ବାସିନ୍ଦାଙ୍କ ଉପରେ କଣ ହେଇଥାଏ ନା ଉନ୍ନତି କରିବାରେ ସାହାଯ୍ୟ ସେ କରିଥାଏ, ଆପଣ ଯୋଉ ପ୍ରୋଜେକ୍ଟ ବନେଇଥାନ୍ତି। ଓକେ, ଉଦାହରଣ ସ୍ୱରୂପ କଣ ଦେଇଛି, ବାଉଁଶ କିମ୍ବା କର୍କ ବ୍ୟବହାର କରି ସବୁଜ ଚଟାଣ ପରିବେଶ ପାଦ ଚିହ୍ନକୁ କମ କରିଥାଏ। କଣ ଉଦାହରଣ ଦେଲା କଣ ନା ବାଉଁଶ, କର୍କ, ତ ୟାକୁ ସବୁ ଆପଣମାନେ ଏକ୍ସାମରେ ଲେଖିବେ। ଓକେ, ଉଦାହରଣ ଏକ୍ସାମ୍ପଲ ଦେଇଦେବେ, ବାଉଁଶ କର୍କ ବ୍ୟବହାର କରି ସବୁଜ ଚଟାଣ ପରିବେଶ ପାଦ ଚିହ୍ନକୁ କମ କରିଥାଏ। ନେକ୍ସଟ କଣ କହୁଛି,
ସବୁଜ ନିର୍ମାଣ ପଦ୍ଧତି ବିଲ୍ଡିଂରେ କାର୍ଯ୍ୟ କରୁଥିବା ଏବଂ ରହୁଥିବା ଲୋକଙ୍କ ପାଇଁ ଏକ ଉଚ୍ଚା ବାୟୁ ଗୁଣବତ୍ତା ସ୍ଥାନ ସୃଷ୍ଟି କରିଥାଏ। ସବୁଜ ବିଲ୍ଡିଂରେ ଯେଉଁମାନେ କାର୍ଯ୍ୟ କରୁଥାନ୍ତି ତାଙ୍କର କ'ଣ ଅଧିକ ଉଚ୍ଚ ବାୟୁ ଗୁଣବତ୍ତା ସ୍ଥାନ କ'ଣ ସୃଷ୍ଟି କରେ। ତାପରେ ନେକ୍ସଟ ପଏଣ୍ଟ 5 ନମ୍ବର ପଏଣ୍ଟ କ'ଣ କହୁଛି, କ୍ଷତିକାରକ ପରିବେଶ ପ୍ରଭାବକୁ କମ୍ କରିଥାଏ। କ୍ଷତିକାରକ ଅଧିକା ଯେଉଁ ପରିବେଶଟା କ୍ଷତି ହୋଇଥାଏ ଅଧିକା ତାର ପ୍ରଭାବକୁ କମ୍ ବି କରିଥାଏ। କେମିତି କ'ଣ କରିଥାଏ ଦେଖିବା। ସବୁଜ ନିର୍ମାଣ ପଦ୍ଧତି ଗୁଡ଼ିକ କମ୍ ସାମଗ୍ରୀ ଏବଂ ଶକ୍ତି ବ୍ୟବହାର କରେ। ସବୁଜ ନିର୍ମାଣ କ'ଣ ପଦ୍ଧତି ଗୁଡ଼ିକ କ'ଣ କମ୍ ସାମଗ୍ରୀ, ଆମେ ପଢ଼ିଛେ କମ୍ ସାମଗ୍ରୀ ବ୍ୟବହାର କରିଥାଏ। ଶୂନ୍ୟ ଶକ୍ତି କୋଠା ନିର୍ମାଣ ପାଇଁ ଲ୍ୟାଣ୍ଡଫିଲ୍ଡରେ କମ୍ ବର୍ଜ୍ୟବସ୍ତୁ ମଧ୍ୟ ଯୋଗାଇଥାଏ। ଓକେ, ତ ଏସବୁ କ'ଣ କମ୍ ସାମଗ୍ରୀ ବି ବ୍ୟବହାର କରେ ଏବଂ ଶକ୍ତିର ବ୍ୟବହାର କରେ ଏବଂ କ'ଣ ନିର୍ମାଣ ପାଇଁ ଏହାର ଲ୍ୟାଣ୍ଡଫିଲ୍ଡରେ କମ୍ ବର୍ଜ୍ୟବସ୍ତୁ ଯୋଗାଇଥାଏ। ତାପରେ ନେକ୍ସଟ କ'ଣ କହୁଛି, ପତଳା ନିର୍ମାଣ ସହିତ ଖାପ ଖୁଆଇ ଆପଣ ପରିବେଶ ପ୍ରଭାବକୁ ହ୍ରାସ କରିପାରିବେ, ଯାହା ଏକ ନିର୍ମାଣ ସ୍ଥଳରେ ବର୍ଜ୍ୟବସ୍ତୁ ହ୍ରାସ କରିବାର କଳ୍ପନା। ଆଚ୍ଛା, ସେ କ'ଣ ତା ସହିତ ଖାପ ଖୁଆଇ ଚାଲିବା ପରିବେଶ ସହିତ, ତାପରେ ସେ କ'ଣ ବର୍ଜ୍ୟବସ୍ତୁ ହ୍ରାସ କରିବାର ଏଇଟା କଳ୍ପନା। ଓକେ, ତାପରେ କ'ଣ କହୁଛି, ନିର୍ମାଣ ସମୟରେ ଆପଣ ପ୍ରାରମ୍ଭିକ ନିର୍ମାଣ ପ୍ରକ୍ରିୟାରେ ଉତ୍ପାଦିତ 10ରୁ 15% ବର୍ଜ୍ୟରୁ 5% ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ଦୂର କରନ୍ତୁ। 10ରୁ 15%, ଯଦି ଆପଣ ଏକ୍ଜାମରେ ଆସିଥାଏ ତାହେଲେ ଲେଖିବେ 10ରୁ 15% ବର୍ଜ୍ୟରୁ 5% ଦୂର କରିବା ଉଚିତ ହେଲା। ତାପରେ କ'ଣ କହୁଛି, ଅଧିକ ସଠିକ ଆକଳନ ସହିତ ସାମଗ୍ରୀର ପୂର୍ଣ୍ଣ ବ୍ୟବହାର ଆପଣଙ୍କ ସବୁଜ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଏବଂ ସ୍ଥିତିତାକୁ ଉନ୍ନତ କରିପାରିବ। ସଠିକ ଆକଳନ ସହିତ ସାମଗ୍ରୀକୁ ପୂର୍ଣ୍ଣ ବ୍ୟବହାର କରିବା ଉଚିତ। ତାହା ମଧ୍ୟରେ କ'ଣ ଗୁଣବତ୍ତା ଆଉ ସ୍ଥିରତାକୁ ମଧ୍ୟ କ'ଣ ସେ ଉନ୍ନତ କରିପାରିବ। ଆହୁରି ମଧ୍ୟ ନିର୍ମାଣ ସ୍ଥାନକୁ ସାମଗ୍ରୀ ଏବଂ କର୍ମଜୀବୀ ପରିବହନ ସମୟରେ ଆପଣ ଇନ୍ଧନ ବ୍ୟବହାରକୁ କମ୍ କରିପାରିବେ ଏବଂ କ୍ଷତିକାରକ କାର୍ବନ ନିର୍ଗମନକୁ ଏଡ଼ାଇ ପାରିବେ। ତ ଆମେ ଯେଉଁ ପରିବହନ ସମୟରେ ଯେଉଁ ଇନ୍ଧନ ବ୍ୟବହାର କରୁଛେ ତାକୁ ଆମେ କ'ଣ କମ୍ କରିପାରିବା। ଆଚ୍ଛା, ନେକ୍ସଟ ପଏଣ୍ଟ, ଅପରୁଟ୍ ପ୍ଲାନ୍ର ପରି ସଫ୍ଟୱେର୍ ଇଣ୍ଟିଗ୍ରେଟ୍ କରିବା ଆପଣଙ୍କୁ ସବୁଜ ଟେକ୍ନୋଲୋଜି କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିଥାଏ। ଏ ଯେଉଁ ସବୁଜ ଟେକ୍ନୋଲୋଜି ଅଛି ସେ ସବୁ କ'ଣ କାର୍ଯ୍ୟ କରିବାରେ ସବୁ ସାହାଯ୍ୟ କରିଥାଏ। ବୁଝିପାରିଲ କି ନାହିଁ? ତାପରେ ନେକ୍ସଟ ପଏଣ୍ଟ, ମାଇଲ କମ୍ କରିବା ଏବଂ ଆପଣଙ୍କ ଗାଡ଼ି ଦ୍ୱାରା ଖର୍ଚ୍ଚ ହେଉଥିବା ଇନ୍ଧନକୁ ହ୍ରାସ କରିବା ପାଇଁ ଉପର ମାର୍ଗ ଯୋଜନାକାରୀ ଏକ ଉତ୍କୃଷ୍ଟ ଉପାୟ। ସେ ଯେଉଁ ମୁଁ ଏବେ ଯେଉଁ କହିଲି, ଆପଣ କ'ଣ ଏଠି ଯେଉଁ ପରିବହନ କରୁଛନ୍ତି ତା ସମୟରେ ଆପଣମାନେ କ'ଣ ଇନ୍ଧନକୁ କ'ଣ କମ୍ କରିପାରିବେ। ସେଇଭଳି ଯେଉଁ ଆମର କ'ଣ ମାଇଲ କମ୍ କରିବା, ଆପଣଙ୍କ ଗାଡ଼ିର ଯେଉଁ ଇନ୍ଧନ ସବୁ ବ୍ୟବହାର ହେଉଛି ତାକୁ ହ୍ରାସ କରିବା ପାଇଁ ଉପର ମାର୍ଗ ଯୋଜନାକାରୀର ଏକ ଉତ୍କୃଷ୍ଟ ଉପାୟ ରହିଛି। ଆଚ୍ଛା, ତାପରେ ନେକ୍ସଟ, ଟେକ୍ନୋଲୋଜି ବିକାଶ ସହିତ ନୈତିକତାର ସମ୍ପର୍କ, ଇଥିକ୍ସ ଇନ୍ ରିଲେସନ୍ ଟୁ ଟେକ୍ନୋଲୋଜି। ତ ଏହାକୁ ଆମେ ନେକ୍ସଟ ଭିଡ଼ିଓରେ ପଢ଼ିବା, ଇଥିକ୍ସ ଇନ୍ ରିଲେସନ୍ ଟୁ ଟେକ୍ନୋଲୋଜି କ'ଣ। ଓକେ, ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଟେକ୍ନୋଲୋଜି ଡେଭଲପମେଣ୍ଟ, ଓକେ, ଇଥିକ୍ସ ଇନ୍ ରିଲେସନ୍ ଟୁ ଟେକ୍ନୋଲୋଜି ଡେଭଲପମେଣ୍ଟ, ଓକେ, ତ ଆକୁ ଆମେ ନେକ୍ସଟ ଭିଡ଼ିଓ ପଢ଼ିବା। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓ ଲାଇକ୍ କରିବେ। ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।